ସମସ୍ତ ଆତ୍ମା ଯାତ୍ରାର ଧ୍ୟାନୀ ବର୍ଗଙ୍କୁ ହୃଦୟରୁ ସ୍ୱାଗତ। ଏହି ସ୍ୱାଧ୍ୟାୟ ପରିକ୍ରମାରେ ଆମେ ସମସ୍ତେ ଜାଣିଛେ ଆମର ପ୍ରିୟ ଗୁରୁ ବ୍ରହ୍ମର୍ଷି ପତ୍ରିଜୀ ସବୁବେଳେ ଆମମାନଙ୍କୁ ସ୍ପିରିଚୁଆଲ ବୁକ୍ ଆଧ୍ୟାତ୍ମିକ ବହି ପଢିବା ପାଇଁ ପ୍ରେରିତ କରି ଆସିଛନ୍ତି। ଆଉ ଆମର PSSM ର ଯୋଉ 18 ଗାଇଡଲାଇନ୍ସ ଅଛି ସେଥିରେ ମଧ୍ୟ ଏଇଟା ମେନସନ କରାଯାଇଛି ଯେ ଅଲୱେଜ ରିଡିଂ ରାଇଟ୍ ସ୍ପିରିଚୁଆଲ ବୁକ୍। ରାଇଟ୍ ସ୍ପିରିଚୁଆଲ ବୁକ୍ ଉପଯୁକ୍ତ ଆଧ୍ୟାତ୍ମିକ ବହି। ଆଉ ସେଥିପାଇଁ ବ୍ରହ୍ମର୍ଷି ପତ୍ରିଜୀ ବି ପର୍ଟିକୁଲାର ବହି ମାନଙ୍କର ନାଁ ମଧ୍ୟ ମେନସନ କରି ରଖିଛନ୍ତି ଯେ ସମସ୍ତ ଧ୍ୟାନୀ ଯେତେବେଳେ ଧ୍ୟାନ ଆରମ୍ଭ କରନ୍ତି ମାନେ ଧ୍ୟାନକୁ ପ୍ରଥମେ ଆସନ୍ତି ଏଇ ସ୍ପିରିଚୁଆଲ ବୁକ୍ କୁ ନିହାତି ପଢିବା ଦରକାର। ଧ୍ୟାନ କରିବେ ତା ସହିତ ଏଇ ସ୍ପିରିଚୁଆଲ ବହିକୁ ପଢିବେ ତାହେଲେ ତାଙ୍କର ଯୋଉ ଜ୍ଞାନ ନିଶ୍ଚିତ ଭାବରେ ଯୋଉଠି ସୁପ୍ତ ଭାବ ଅବସ୍ଥାରେ ଅଛି ସେଟା ଜାଗ୍ରତ ନିଶ୍ଚିତ ଭାବରେ ହବ। ତେଣୁ ଚାଲନ୍ତୁ ଆମେ ସମସ୍ତେ ଆଜି ଏକ ସୁନ୍ଦର ପୁସ୍ତକ ଆତ୍ମା କି ଯାତ୍ରା ଏ ଜର୍ଣ୍ଣି ଅଫ ସୋଲ ଗୋଟେ ଆତ୍ମାର ଯାତ୍ରା ଆମେ ସମସ୍ତେ ଏହି ଶରୀରରେ ଆତ୍ମାର ଉପସ୍ଥିତିକୁ ଯେବେଠୁ ଧ୍ୟାନ କଲେଣି ସେବେଠୁ ଅନୁଭବ କରି ଆସିଛି। ତା ପୂର୍ବରୁ ବୋଧେ ଆମେ ସାଂସାରିକ ଜୀବନରେ ଏମିତି ବ୍ୟସ୍ତ ଥିଲେ କେବେ ବି ଏହା ପ୍ରତି ଦୃଷ୍ଟିଗୋଚର କରିନେ ଯେ ଆମେ ଯେ ଶରୀରଧାରୀ ସେଇ ଆତ୍ମା ଆମ ଶରୀର ଭିତରେ ସେଇ ପରମ ବ୍ରହ୍ମଙ୍କର ସତ୍ତା ଅଛି। ଯେବେଠୁ ଆମେ ଏହି ଆତ୍ମା ଯାତ୍ରା ଗ୍ରୁପରେ ଧ୍ୟାନସ୍ଥ ହେଲେଣି ତାକୁ ଆମେ ଅନୁଭବ କଲେଣି। ଏହି ସ୍ୱାଧ୍ୟାୟ ପୂର୍ବରୁ ଆମେ ଚାଲନ୍ତୁ ଆମର ପ୍ରିୟ ଗୁରୁ ବ୍ରହ୍ମର୍ଷି ପତ୍ରିଜୀଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ କରିବା ଆଉ ଧନ୍ୟବାଦ କରିବା ଆମକୁ ଏହି ଜ୍ଞାନ ପ୍ରଦାନ କରୁଛନ୍ତି ଏବଂ ଆମ ସହିତ ଜଡିତ ରହି ଏହି ଯୋଉ ବହିର ଆମେ ସ୍ୱାଧ୍ୟାୟ କରିବାକୁ ଯାଉଛେ ଏହାର ପ୍ରତ୍ୟେକ ଶବ୍ଦକୁ ଆମ ଭିତରେ ଆତ୍ମସାତ କରିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ। ଦ୍ୱିତୀୟରେ ସମସ୍ତ ମାଷ୍ଟର ନିଜର ପୁଣ୍ୟାତ୍ମା ସହିତ ନିଜର ହାୟର ସୋଲ ସହିତ ନିଜକୁ କନେକ୍ଟ କରିଦିଅନ୍ତୁ। ତାଙ୍କୁ ରିକ୍ୱେଷ୍ଟ କରନ୍ତୁ ସେ ଆପଣଙ୍କ ସହିତ ଉପସ୍ଥିତ ରହି ଆପଣଙ୍କୁ ଏହି ପୁସ୍ତକର ଜ୍ଞାନକୁ ଗ୍ରହଣ କରିବା ପାଇଁ ପୁରାପୁରି ସାହାଯ୍ୟ କରନ୍ତୁ। ଆଉ ଏଇ ବହିର ଲେଖକ ପିଟର ରିସେଲିଙ୍କ ଚେତନା ସହିତ ସମସ୍ତଙ୍କ ଚେତନା ସଂଯୁକ୍ତ କରିଦିଅନ୍ତୁ। ଆମେ ସମସ୍ତେ ରାମାୟଣ ବହି ପଢିଛେ। ରାମାୟଣ ବହିରେ ରାମ ସୀତାଙ୍କ କାହାଣୀ ଅଛି। ଆଉ ଏଇ ଯୋଉ ଏଇ ପୁସ୍ତକ ହଉଛି ଆତ୍ମାର କାହାଣୀ। ସେଥିପାଇଁ ଏ ପୁସ୍ତକର ନାଁ ଦିଆ ହେଇଛି ଏକ ଆତ୍ମା କି ଯାତ୍ରା। ଏକ ଆତ୍ମାର ଯାତ୍ରା ଏଇ ପୁସ୍ତକର ନାଁ ଦିଆ ହେଇଛି। ନିଶ୍ଚିତ ଭାବରେ ଆମ ମାନଙ୍କର ମନରେ ସବୁବେଳେ ପ୍ରଶ୍ନ ଆସେ ସମସ୍ତଙ୍କ ମନରେ ବୋଧେ ଆସିଥିବ କେବେ ନା କେବେ ବି ଆସିଥିବ ଯେତେବେଳେ ମନୁଷ୍ୟର ଜନ୍ମ ହୁଏ ଆଉ ଯେତେବେଳେ ମଣିଷର ମୃତ୍ୟୁ ହୁଏ। ଜନ୍ମ ସମୟରେ ତ କାହା ମନରେ ବୋଧେ ଆସେନି କାରଣ ଜନ୍ମ ସମୟରେ ମଣିଷ ବହୁତ ଖୁସି ଥାଏ। ଯେତେବେଳେ ଗୋଟେ ନୂଆ ଶିଶୁଟେ ଘରକୁ ଆସେ ଆମେ ଅତି ଆଦରରେ ତାକୁ ଗ୍ରହଣ କରୁ। ସେତେବେଳେ କିନ୍ତୁ ଆମ ମନରେ ଏ ପ୍ରଶ୍ନ ଉଠେନି କିନ୍ତୁ ଯେତେବେଳେ ଆମର ଅତି ନିକଟତର ଯିଏ କେହି ପର୍ସନ କେହି ବ୍ୟକ୍ତି ଯଦି ଶରୀର ଛାଡନ୍ତି ସେହି ସମୟରେ ଆମର ବ୍ୟାକୁଳ ହୃଦୟରେ ନିଶ୍ଚିତ ଭାବରେ ଏଇ ପ୍ରଶ୍ନ ଆସେ ଯେ କାହିଁକି ସେ ଚାଲିଗଲେ କିମ୍ବା ସେ ଯଦି ଗଲେ ତାହେଲେ କୋଉଠିକୁ ଗଲେ ୟା ପରେ ସେ କୋଉ ଜନ୍ମ ଗ୍ରହଣ କରିବେ। ଏମିତି ବିଭିନ୍ନ ପ୍ରଶ୍ନ ନିଶ୍ଚିତ ଭାବେ ମନରେ ଉଙ୍କି ମାରିଛି। ଏ ସମସ୍ତ ପ୍ରଶ୍ନର ଉତ୍ତର ଏଇ ପୁସ୍ତକରେ ଆପଣ ମାନଙ୍କୁ ମିଳିବ।
ମାଷ୍ଟର୍ସ ଏହି ପୁସ୍ତକରେ ଆମେ ପ୍ରକୃତିର ବିଷୟରେ, ପୁନର୍ଜନ୍ମ ବିଷୟରେ, ଆଷ୍ଟ୍ରାଲ ଟ୍ରାଭେଲ ବିଷୟରେ, କର୍ମା ବିଷୟରେ, ଜନ୍ମ ଓ ମୃତ୍ୟୁ ବିଷୟରେ, କଣ ମୃତ୍ୟୁ ପରେ ସତରେ ଜୀବନ ଅଛି ତା ବିଷୟରେ, ତା ସହିତ ଏ ଭୌତିକ ଶରୀରରେ କିଏ କାହିଁକି ରଙ୍ଗ ବର୍ଣ୍ଣ ଅଛି, କିଏ କାହିଁ ଗୋରା ଅଛି, କିଏ କାହିଁକି କଳା ଅଛି, କିଏ କାହିଁକି ଧନୀ ପରିବାରରେ ଜନ୍ମ ହେଇଛି, କିଏ କାହିଁକି ଗରିବ ପରିବାରରେ ଜନ୍ମ ହେଇଛି, କିଏ କାହିଁକି ପ୍ରକୃତରେ ସବୁ ଜିନିଷ ଥାଇ ବି ସେ ଶାନ୍ତିରେ ନାହିଁ, ସମସ୍ତ ଏ ସମସ୍ତ ପ୍ରଶ୍ନ ର ଉତ୍ତର ଆପଣଙ୍କୁ ଏଇ ସ୍ୱାଧ୍ୟାୟ ସିରିଜରେ ମିଳିବ। ତେଣୁ ସମସ୍ତେ ଆପଣ ସବୁଦିନ ଏଇ ସ୍ୱାଧ୍ୟାୟରେ ନିଜକୁ ସଂଯୁକ୍ତ କରି ରଖନ୍ତୁ ଆଉ ସବୁ ଏହି ଜ୍ଞାନକୁ ନିଜ ଜୀବନରେ ଆତ୍ମସାତ କରି ଅନ୍ୟମାନଙ୍କୁ ଏଥିରେ ମଧ୍ୟ ଉପକୃତ କରାନ୍ତୁ। ଏହି ବୁକର ସ୍ୱାଧ୍ୟାୟ ପୂର୍ବରୁ ଆମେ ଜାଣିବା ଆତ୍ମା କଣ? ଆମେ ସମସ୍ତେ ଜାଣିଛେ ଆଜି ପର୍ଯ୍ୟନ୍ତ ଆମକୁ ସେତିକି ମଧ୍ୟ ଜ୍ଞାନ ଆସିଗଲାଣି ଆତ୍ମା କଣ? ଆତ୍ମା ହଉଛି ସେଇ ପରମାତ୍ମାଙ୍କର ସତ୍ତା, ସେଇ ପରମ ବ୍ରହ୍ମଙ୍କ ସତ୍ତା। ଆତ୍ମାକୁ ପରମାତ୍ମାଠୁ କେବେ ବି ଅଲଗା କରାଯାଇ ପାରିନାହିଁ କି କରାଯାଇ ପାରିବ ବି ନାହିଁ ଓ ଆତ୍ମା ଆଉ ପରମାତ୍ମା କେବେ ବି ଅଲଗା ନୁହନ୍ତି। ଯେମିତି ସୂର୍ଯ୍ୟଙ୍କ କିରଣକୁ ଗୋଟେ ଘର ଭିତରକୁ ପ୍ରବେଶ କରିବା ପାଇଁ କେହି ବି ରୋକି ପାରିବେ ନାହିଁ। ଆପଣ ଯୋଉ ରୁମରେ ବସିଛନ୍ତି ବାହାରେ ସୂର୍ଯ୍ୟ ଅଛନ୍ତି, ଆପଣଙ୍କ ଭିତରେ ଆଉ ସୂର୍ଯ୍ୟଙ୍କ ଭିତରେ କେବଳ ଗୋଟେ ଦିବାର ଅଛି। ସେଇ ଦିବାରଟା ହିଁ ଆପଣଙ୍କୁ ଅବରୋଧ କରୁଛି ସୂର୍ଯ୍ୟଙ୍କ ରଶ୍ମି ପାଇଁ। ସୂର୍ଯ୍ୟ ଯଦି ପରମାତ୍ମା ହୁଅନ୍ତି, ଆପଣ ହଉଛନ୍ତି ଆତ୍ମା। ସେମିତି ଆମ ଭିତରେ ଗୋଟେ ପରଦା ଅଛି। କୋଉ ପରଦା ଅଛି ମାଷ୍ଟର୍ସ? ଏଇ ପରଦା, ମାଇଣ୍ଡ, ମନର ପରଦା। ସେଇ ମନର ପରଦା ହିଁ ଆତ୍ମା ଓ ପରମାତ୍ମାକୁ ଅଲଗା କରୁଛି। ସେ ମନ ହିଁ ଇଲ୍ୟୁଜନ କ୍ରିଏଟ କରୁଛି ଯେ ଆତ୍ମା ଆଉ ପରମାତ୍ମା ହଉଛି ଅଲଗା। ଯେତେବେଳେ ଏ ମନର ପରଦାକୁ ଆମେ ତଳକୁ ପକେଇଦବା, ସେତେବେଳେ ଜାଣିବା ଆତ୍ମା ଓ ପରମାତ୍ମା ହଉଛନ୍ତି ଏକ। ଗୋଟିଏ ମାତ୍ର ସେଇ ସତ୍ତା, ସେଇ ପରମ ବ୍ରହ୍ମ। ଆମେ ଯେତେବେଳେ ଶରୀର ତ୍ୟାଗ କରୁଛେ, ସେତେବେଳେ ଆମକୁ ଦୁଃଖ ହଉଛି। ଆମେ ଭାବୁଛେ ଯେ ଆମର ମୃତ୍ୟୁ ହେଇଗଲା, କିନ୍ତୁ ସେଇଟା ମୃତ୍ୟୁ ନୁହଁ, ସେଇଟା ହଉଛି ଆଉ ଗୋଟେ ଜନ୍ମ। ଯେମିତି ଆମର ଗୋଟେ ବସ୍ତ୍ର ଚିରିଗଲେ କିମ୍ବା ନଷ୍ଟ ହେଇଗଲେ ଆମେ କଣ ତାକୁ ପିନ୍ଧୁଛେ? ସେ ବସ୍ତ୍ରକୁ ପରିଧାନ ନ କରି ତାକୁ ଆମେ ରଖି ଦଉଛେ, ଆଉ ଗୋଟେ ନୂତନ ବସ୍ତ୍ର ପରିଧାନ କରୁଛେ। ସେଇଟା ବି ବହୁତ ଖୁସିରେ ପରିଧାନ କରୁଛେ ଯେ ନାଇଁ ମୁଁ ଗୋଟେ ନୂଆ ବସ୍ତ୍ର ପରିଧାନ କରୁଛି। ସେମିତି ଯେତେବେଳେ ମୃତ୍ୟୁ ହଉଛି, ମୃତ୍ୟୁକୁ ବି ସମସ୍ତେ ସେମିତି ଖୁସିରେ ଗ୍ରହଣ କରନ୍ତୁ। କାରଣ ମୃତ୍ୟୁ ହଉଛି ଆଉ ଗୋଟେ ନୂତନ ଜନ୍ମ ପାଇଁ ଆପଣଙ୍କୁ ପ୍ରସ୍ତୁତି କରିବା ପାଇଁ, ଆଉ ଗୋଟେ ନୂତନ ଶିକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ। ଏହି ପୁସ୍ତକ ଯେତେବେଳେ ଆମେ ଏଇ ସ୍ୱାଧ୍ୟାୟକୁ ଶୁଣିବା, ସେତେବେଳେ ଏହାକୁ ଅନୁଭବ କରିପାରିବା। ଏହି ପୁସ୍ତକ ରଚୟିତା ଯିଏ ଅଛନ୍ତି ପିଟର ରେସେଲୁ, ସିଏ ହଉଛନ୍ତି ଜଣେ ଇଂଲିଶ ରାଇଟର। ସିଏ ନିଜେ ଲେଖକ, ଆଉ ସେଇ ଲେଖକ ଯିଏ ସେ ସ୍ୱ ଶରୀରରେ ଥିଲା ସମୟରେ ସେ ଜୀବାତ୍ମା ଜଗତକୁ ଆଷ୍ଟ୍ରାଲ ଟ୍ରାଭେଲରେ ଯାଇପାରିଥିଲେ। କୌଣସି ମଣିଷ ବଞ୍ଚିଥିବା ଅବସ୍ଥାରେ ଆତ୍ମା ଜଗତକୁ ଯିବା ସମ୍ଭବପର ନୁହଁ, କିନ୍ତୁ ସିଏ ତାଙ୍କର ବଞ୍ଚିଥିବା ଅବସ୍ଥାରେ ଆଷ୍ଟ୍ରାଲ ଟ୍ରାଭେଲରେ ଆତ୍ମା ଜଗତକୁ ଯାଇ ସବୁ ସ୍ତରକୁ ସେ ଅବଲୋକନ କରିଥିଲେ। ସେ ହାୟର ସୋଲ ମାଷ୍ଟର ଥିଲେ। ସେ ନିଜେ ଏଇ ବୁକରେ ନିଜର ଆତ୍ମ କଥାକୁ ସେ ଲେଖିଛନ୍ତି। ଆଉ ୟାକୁ ହିନ୍ଦୀରେ ଟ୍ରାନ୍ସଲେଟ କରିଛନ୍ତି ଆମର ପ୍ରିୟ ମ୍ୟାଡମ ସନ୍ତୋଷ କାଲାରାଜି, ଯିଏ ଆମକୁ ଏଇ ଇଂଲିଶ ବହିଟି ପଢିବା ପାଇଁ ହିନ୍ଦୀରେ ଟ୍ରାନ୍ସଲେଟ କରିଛନ୍ତି। ତାଙ୍କୁ ଖୁବ ଖୁବ ଧନ୍ୟବାଦ ହୃଦୟରୁ। ସେ ଏଠି ଲେଖିଛନ୍ତି, यह दुनिया किसने बनाई, क्यों बनाई, क्या मैं पहली बार इस धरती पर आई हूं या पहले भी कभी जन्म ले चुकी हूं? अगर हाँ, तो कुछ याद क्यों नहीं? यह दुनिया बनाने की जरूरत ही क्यों थी? इसे बनाया किसने? पुनर्जन्म होता है?
या नहीं? मरने के बाद सब कहाँ चले जाते हैं? तब उनके साथ क्या होता है? यह कर्म सिद्धांत कैसे काम करता है? क्यों एक बालक अमीर घर में और दूसरा मलिन बस्ती में पैदा होता है? क्यों कोई जन्म से पहले विकलांग होता है और कोई इतना सुंदर? पर इन प्रश्नों के उत्तर अभी सामने नहीं आए थे। तापरे से पुस्तकटी से रचना करिसंती। ଚାଲନ୍ତୁ ଆରମ୍ଭ କରିବା ପୁସ୍ତକର ପ୍ରଥମ ଅଧ୍ୟାୟ। ତା ପୂର୍ବରୁ ଭଗବତ ଗୀତାରେ ଗୋଟେ ପଦ ଏଠି ମେନସନ ଅଛି, ମୁଁ ଆପଣ ମାନଙ୍କୁ ପଢିକି ଶୁଣଉଛି ଆଉ ତା ଅର୍ଥ ବି ମଧ୍ୟ ଏଥିରେ ମେନସନ ଅଛି, ମୁଁ କହୁଛି। ବାଂଶାସି ଜିନ୍ନାନି यथा विहाय नवानि गृह्णाति नरोडोपराणि तथा शरीराणि विहाय जिन्ना न्यान्यानि सयाति नवानि देहि। जिस प्रकार मनुष्य पुराने वस्त्रों को त्याग कर दूसरे नए वस्त्रों को ग्रहण करता है, उसी प्रकार जीवात्मा पुराने शरीरों को त्याग कर दूसरे नए शरीरों को प्राप्त होता है। या पूर्वरु एई जिनसटा सांगे सांग कहितिली, जेमिति मनीष पुराना वस्त्र को परित्याग करी नुआ वस्त्र परिधान करे, सेमिति जीवात्मा, जीवात्मा माने आमे समस्ते आत्मा, आमर पुराना वस्त्र जेतेबेले आम शरीर जीर्ण अवस्था आसी जाए, शरीर अकामी अवस्था आसी जाए, सेतेबेले आत्मा ए शरीर को छाड़ी आउ गोटे शरीर ग्रहण करे, आउ गोटे नूतन वस्त्र परिधान करे। एटा भगवत गीता रे भगवान श्रीकृष्ण मध्य कहिसंती। मास्टर्स ए स्टोरी होची 1941 रो। पीटर रिसेलु ए स्टोरी रे लेखक जी अटंती, से बहुत मर्माहत होई जाइछंती। तांकर सानो भाई चार्ल्स से इंडियन एयर फोर्स रे काम करूथिले, लंडन रो इंडियन एयर फोर्स से काम करूथिले। आउ 3 दिन पूर्वरु पीटर रिसेलुଙ୍କ पाखकु पत्र माध्यम रे जणाई दिया जाइछि जे तांको भाई चार्ल्स से इंडियन एयर फोर्स रो युद्ध क्षेत्र रे शरीर त्याग करिसंती। एई खबरटी सुनी तांको मने रे बहुत दुख हेइछि, आउ से बहुत मर्माहत हेइ जाइछंती। एहा तो प्रकृतिर नियम, जेतेबेले आमे अति निकटतर लोकंकु जेतेबेले निज पाखरे न पाऊ किंबा से शरीर छाड़ी जिबार कोनोसी खबर आम पाखरे पहुंचे, आमे संपूर्ण रूपरे भांगी जाइथाउ। सिए मध्य सेमिति भांगी जाइथिले, कारण तांको भाईଙ୍କ सहित संपर्क तांकर बहुत घनिष्ठ थिला। आउ तांको भाईଙ୍କୁ केवल 23 वर्ष थिला, आउ तांको भितरे आउ तांको भाईଙ୍କ भितरे 10 वर्षर गैप थिला। आउ से तांको भाई को बहुत भल पाउथिले, आउ से इंडियन एयर फोर्स रे जॉब पाइथिले, सेति पई से बहुत गर्व भी अनुभव करूथिले। कारण इंडियन एयर फोर्स रे गोटे बड़ नेशनलाइज एयर फोर्स रे जॉब पाइबा बहुत बड़ कथा। तो सेति पई से बहुत गर्व मध्य करूथिले तांको भाई उपरे। से गोटे देशर युद्ध क्षेत्र रे देश को सुरक्षा देवा पाई नियुक्ति हेइचंती, आउ सेतिरे देश पाई से किछि काम करूचंती। केते जेतेबेले तांको पाखरे ए खबर पहुंचीची युद्ध क्षेत्र रे तांको भाईଙ୍କର देहांत होई जाईची, से सेतिरे बहुत भांगी पड़िछंती। एवं भांगी पड़िकरी से निजको गोटे रूम रे बंद कर देइछंती, संपूर्ण रूप रे बंद कर देइछंती। काहा सहित किछि भी कथावार्ता करूनाहांती, पूरा नीरव हेइ जाइछंती। और सेतेबेले तांको मनरे ईश्वरଙ୍କ उपरे अभिमान आसीछि। एइटा स्वाभाविक जिंस, जेतेबेले मनरे बहुत दुख आसे, आमे प्रथमे से ईश्वरଙ୍କ उपरे ही प्रथमे अभिमान करथाउ। काहेकि ना आमे तांको सबुठु अति निकटतर बोली भाबु। आमे तांको भाबु जे से हमर सबु किछि ख्याल रखंती, रखंती प्रकृतरे से रखंती, किंतु आमे जो कर्म करिछे से कर्मर फल त हमकु भोगिबाकु ही पड़िबो ना। से निश्चित भावे रखंती, और तांको परिस्थिति रे मध्य सेया हेइछि। से तांको उपरे बहुत अभिमान करिछंती, अभिमान करी कहिछंती अपने जीवन में अब पहली बार मुझे इस ईश्वर पर क्रोध आया, जिसे हम कृपालु या दयालु कहा करते हैं।
क्या वह सचमुच दयालु है? एक निरपराध को जिसने इतनी सहजता से मर जाने दिया, ऐसा जन्मदाता क्या कृपालु कहलाने का अधिकारी है? ମାନେ ସିଏ ଏତେ ଅଭିମାନ କରିଛନ୍ତି ଯେ ସେ କହୁଛନ୍ତି ଯୋଉ ଈଶ୍ୱରକୁ ଆମେ କୃପାଳୁ ଆଉ ଦୟାଳୁ ବୋଲି ଭାବୁଛେ, ଯିଏ ଆମକୁ ଜନ୍ମ କରିଛନ୍ତି ବୋଲି ଭାବୁଛେ, ସେ କଣ ସତରେ ଦୟାଳୁ? ଆଉ ମୋ ଭାଇର କିଛି ଅପରାଧ ନଥିଲା, କିନ୍ତୁ ସିଏ ସିଏ ଭାବୁଛନ୍ତି ଈଶ୍ୱର ତାଙ୍କ ଭାଇଙ୍କୁ ଛଡେଇ ନେଇଛନ୍ତି ତାଙ୍କଠୁ। ଈଶ୍ୱରଙ୍କୁ ସେ ଦାୟୀ କରୁଛନ୍ତି। ସେଥିପାଇଁ ସେ ଈଶ୍ୱର ଯେ ଭଗବାନ ଯେ କୃପାଳୁ, ଦୟାଳୁ, ସେ ତାକୁ ସେ ଗ୍ରହଣ କରିପାରୁନାହାନ୍ତି। ଆଉ ବହୁତ ଅଭିମାନ କରିଛନ୍ତି। ଆଉ ଯେହେତୁ ସେ କ୍ୟାଥୋଲିକ ପରିବାରରେ ଥିଲେ, ମିନ୍ସ ସେ ଖ୍ରୀଷ୍ଟିଆନ ଥିଲେ, ତ ନିଜକୁ ସେ ସମ୍ପୂର୍ଣ୍ଣ ଭାବରେ କଣ କରିଛନ୍ତି? ନା ଘରେ ଲକ୍ କରିଦେଇଛନ୍ତି। ନା ଚର୍ଚ୍ଚ ଯାଉଛନ୍ତି, ନା ପାଦ୍ରୀଙ୍କ ସହିତ ଦେଖା କରୁଛନ୍ତି। ସେ ଯାହା ନିତ୍ୟ ବ୍ୟବହାର୍ଯ୍ୟ କାମ ତାଙ୍କର ପ୍ରତିଦିନ ସେ କରୁଥିଲେ, ସବୁ କିଛି ସେ ବନ୍ଦ କରିଦେଇଛନ୍ତି ଆଉ ନିଜକୁ ପୁରାପୁରି ରୁମରେ ଲକ୍ କରିଦେଇଛନ୍ତି। କାରଣ ସେ ବହୁତ ଦୁଃଖିତ ଅଛନ୍ତି ତାଙ୍କ ଭାଇଙ୍କର ଦେହାନ୍ତ ଖବର। ଯେତେବେଳେ ତାଙ୍କୁ କୁହାଯାଇଛି ଯେ ଆପଣ ଆସନ୍ତୁ ଆମେ ଯିବା, ଚର୍ଚ୍ଚ ଯିବା, ଚର୍ଚ୍ଚରେ ଜିଜସ୍ ଖ୍ରାଇଷ୍ଟଙ୍କ ପାଖରେ ଆମେ କିଛି ସମୟ ବସିବା, ସେତେବେଳେ ସେ କହିଛନ୍ତି मैं कोई प्रार्थना नहीं करना चाहता था। क्यों करूं प्रार्थना? उस ईश्वर ने दुनिया में मेरी सबसे प्यारी चीज मुझे मुझसे छीन ली थी। मैंने उस कठोर ईश्वर को साफ तो नहीं दिया, पर निश्चय ही इससे नफरत करने जैसा भाव भी मुझ में जागा। ସେ ସେଠି ଲେଖିଛନ୍ତି ଯେ ମୁଁ ସେ ଈଶ୍ୱରଙ୍କ ପାଖକୁ କାହିଁକି ଯିବି, ଅଭିମାନ କରି କହିଛନ୍ତି। ଆଉ ତାପରେ ତାଙ୍କର ଅଭିମାନର ଭାବ ଗୋଟେ ନଫରତ, ଗୋଟେ ଘୃଣାର ଭାବରେ ପରିବର୍ତ୍ତନ ହେଇଯାଇଛି। ଏମିତି କିଛି ଦିନ ସିଏ ନିଜକୁ ସେଇ କୋଠରୀ ଭିତରେ ବନ୍ଦ କରି ରଖିଛନ୍ତି। ଆଉ ତାଙ୍କ ଘରେ ଯିଏ ସର୍ଭିସ ମ୍ୟାନ, ମାନେ ଯୋଉମାନେ ତାଙ୍କୁ ସେବା ଦିଅନ୍ତି, ସେମାନଙ୍କୁ କହି ରଖିଛନ୍ତି କେହି ବି ଆସିଲେ ମତେ ଡିଷ୍ଟର୍ବ କରିବନି, କିମ୍ବା ମୁଁ କୋଉ ବାହାରକୁ ଯିବାକୁ ଚାହୁଁନି, କାହା ସହିତ କଥା ହେବାକୁ ଚାହୁଁନି। ପ୍ରକୃତରେ ଆମ ସମସ୍ତଙ୍କ ସ୍ଥିତିରେ ସେଇଆ ହିଁ ହେଇଥାଏ। ଯେତେବେଳେ ଆମେ ନିଜର ଅତି ନିକଟତର ଲୋକକୁ ହରେଇଥାଉ, ସେତେବେଳେ ଆମ ମନ ଭିତରଟା ବି ସେମିତି ପରିବର୍ତ୍ତନ ଆସେ। ଆମକୁ କାହା ସହିତ କଥା ହବାକୁ ଭଲ ଲାଗେନି, କି କୌଣସି ଡିସ୍କସନ କରିବାକୁ ଭଲ ଲାଗେନି। ବହୁତ ଖାଲି ଖାଲି ଲାଗେ। ନିଜ ଭିତରେ ନିଜକୁ ପୁରା ସାଉଁଟି ଦେବାକୁ ଇଚ୍ଛା ହୁଏ। ଏହା ସମସ୍ତଙ୍କ କ୍ଷେତ୍ରରେ ନ୍ୟାଚୁରାଲ ଜିନିଷ ହୁଏ। ଆଉ ତାଙ୍କ କ୍ଷେତ୍ରରେ ବି ଏଇ ଜିନିଷ ହେଇଛି। କିଛି ଦିନ ପରେ ତାଙ୍କର ଯିଏ ସର୍ଭିସ ଦଉଛନ୍ତି, ଘରେ ଯିଏ ସର୍ଭିସ କରୁଛନ୍ତି, ସିଏ ଆସିକି କହୁଛନ୍ତି, ସେବା ଯିଏ ଦଉଛନ୍ତି, ସିଏ ଆସିକି କହୁଛନ୍ତି ଆପଣଙ୍କୁ ବାହାରେ କିଏ ଖୋଜୁଛନ୍ତି। ସେ ଯେତେବେଳେ କହିଛନ୍ତି ନା ନା ମୁଁ କାହା ସହିତ ଦେଖା କରିବାକୁ ଚାହୁଁନି, ତମେ ତାଙ୍କୁ ମନା କରିଦିଅ, ମୁଁ କାହା ସହିତ ଦେଖା କରିବାକୁ ଚାହୁଁନି, ତାଙ୍କୁ ପଠେଇ ଦିଅ। ତାପରେ ତାଙ୍କର ସେ ଯୋଉ ପିଲାଟି କହୁଛି, ସେ ଘରେ ଯୋଉ ପିଲାଟି କାମ କରୁଛି, ସେ ପିଲାଟି କହୁଛି ସେ ଏକାକି କରୁଛନ୍ତି, ସେ ଆପଣଙ୍କୁ ହିଁ ସେ ଦେଖା କରିବେ, ଆପଣଙ୍କ ସହିତ ତାଙ୍କର କଥା ଅଛି। ଏହା କହିଲା ପରେ ସେ ବହୁତ ବିରକ୍ତି ଭାବ ତାଙ୍କ ମନରେ ଜାଗ୍ରତ ହେଇଛି। ତାପରେ ସେ କହିଛନ୍ତି ଠିକ ଅଛି, ତାହେଲେ ଗୋଟେ କାମ କର, ତାଙ୍କୁ ଉପରକୁ ନେଇ ଆସ। ସେ ଏହା କହିଛନ୍ତି। ତାପରେ ତାଙ୍କର ସେଇ ଯୋଉ ପିଲାଟି ତାଙ୍କ ଘରେ କାମ କରୁଛି, ସେ ତଳକୁ ଯାଇଛି, ଯାଇକି କଣ କରିଛି ନା, ସେ ଯୋଉ ପର୍ସନ ଜଣକ ତାଙ୍କୁ ଦେଖା କରିବାକୁ ଆସିଛନ୍ତି, ତାଙ୍କୁ ଡାକିକି ନେଇକି ଆସିଛନ୍ତି। ଯେତେବେଳେ ନେଇକି ଆସିଛନ୍ତି, ସେ ତାଙ୍କ ରୁମ ରେ ପ୍ରବେଶ କରିଛନ୍ତି। ସିଏ ହଉଛନ୍ତି ଜଣେ ଭାରତୀୟ ମଙ୍କ। ମଙ୍କ ମାନେ ଆମର ବୁଦ୍ଧିଷ୍ଟ ମଙ୍କ, ମାନେ ଆମର ଗୌତମ ବୁଦ୍ଧଙ୍କର ଯୋଉମାନେ ଉପାସନା କରନ୍ତି, ସେମାନଙ୍କୁ ବୁଦ୍ଧିଷ୍ଟ ମଙ୍କ ବୋଲି କୁହାଯାଏ। ସିଏ ହଉଛନ୍ତି ଭାରତୀୟ ମଙ୍କ ଜଣେ। ସିଏ ଯାଇକି ସେଠି ପହଞ୍ଚିଛନ୍ତି। ତାଙ୍କୁ ସେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖୁଛନ୍ତି, ତାଙ୍କ ବସ୍ତ୍ର ଦେଖୁଛନ୍ତି, ତାଙ୍କ ରୂପ ଦେଖୁଛନ୍ତି, ତାଙ୍କ ମୁଣ୍ଡରେ ପଗଡି ଦେଖୁଛନ୍ତି। ଦେଖିକି ଏଇଟା ଦେଖୁଛନ୍ତି କି ନା ଦିଶେଲୁ ଦେଖୁଛନ୍ତି। ଦେଖିକି ତାଙ୍କୁ ତାଙ୍କୁ କହୁଛନ୍ତି ଆପଣ କାହିଁକି ଆସିଛନ୍ତି, ମୁଁ ଆପଣଙ୍କର କଣ ସେବା କରିପାରେ, ମୁଁ ଆପଣଙ୍କୁ କଣ ସାହାଯ୍ୟ କରିପାରେ।
ଅତି ବିରକ୍ତି ଭାବରେ ସେ କହିଛନ୍ତି, କାରଣ ତାଙ୍କର ମନସ୍ଥିତି ସେମିତି ହିଁ ଥିଲା। ତାପରେ ସେ ଯୋଉ ଭାରତୀୟ ମଙ୍କ୍ ଜଣକ, ବୁଦ୍ଧିଷ୍ଟ ମଙ୍କ୍ ଜଣକ, ସେ ତାଙ୍କ ପାଖକୁ ଆସିଛନ୍ତି ଆଉ ତାଙ୍କ ପାଖରେ ବସିଛନ୍ତି। ଯେତେବେଳେ ତାଙ୍କ ପାଖରେ ବସିଛନ୍ତି, ସେତେବେଳେ ସିଏ ଯେତେବେଳେ ତାଙ୍କ ଆଖି ପିଟର ରିସେଲଙ୍କ ଆଖି ସହିତ ଏକତ୍ରିତ ହେଇଛି, ପିଟର ରିସେଲୁ ଦେଖୁଛନ୍ତି ତାଙ୍କ ଆଖିରେ ଅଗାଧ ଜ୍ଞାନ, କେତେ ଜନ୍ମର ଜ୍ଞାନ, ସମୁଦ୍ରର ଜ୍ଞାନ ତାଙ୍କ ଆଖିରେ ସେ ଅନୁଭବ କରୁଛନ୍ତି। ଏଇଠି ସେ ଲେଖିଛନ୍ତି, तब मैंने उसकी दयामयी आंखों की ओर देखते ही जान लिया कि उनमें तो युगों का ज्ञान भरा पड़ा है। କେତେ ଜନ୍ମର ଜ୍ଞାନ ତାଙ୍କ ପାଖରେ ଅଛି। तापरे से लिखिचंती, तब जी बताइए मैं आपके लिए क्या कर सकता हूँ, मैंने पूछा। से कहउचंती मु या पचारिली मु आपनक पई कोन करि पारे। वह मेरे इस प्रश्न पर अचंभित जान पड़ा। ये प्रश्न सुनी से बुद्धिस्ट मॉन्क जनक आश्चर्य हो गले। कुछ क्षणों के अपरांत बोले, आपने ही तो बुलाया था। तापरे से कहउचंती, आपण तो ही मते डाकिचंती। से बुद्धिस्ट मॉन्क कहउचंती, ସେତେବେଳେ କହୁଛନ୍ତି ଯେ ମୁଁ ଆପଣଙ୍କ ପାଇଁ କଣ କରିପାରିବି, ସେତେବେଳେ ସେ କହୁଛନ୍ତି ଯେ ଆପଣ ତ ହିଁ ମତେ ଡାକିଛନ୍ତି ଏଠିକି ଆସିବା ପାଇଁ। ତାପରେ ରିସେଲୁ କହୁଛନ୍ତି, ଆପଣ କଣ କହୁଛନ୍ତି, ମୁଁ କାହିଁକି ଆପଣଙ୍କୁ ଏଠିକି ଡାକିବି ଆସିବା ପାଇଁ। तापरे बुद्धिस्ट मॉन्क जगह पुणी आउथरे कहउचंती, आपने मुझे बुलाया था। उसने बताया और दोहराया, बार बार वो बोले, माने बार बार वो से बारंबार से कहउचंती जे आपण ही मते डाकिछंती। से कथा शुणिकी तांको पीटर रिसेल पुरा आश्चर्य होउचंती, कौन मु तांको डाकिछि, मु तो तांको डाकिनी, से कौन कहउचंती मु डाकिछि। तापरे से सांगे सांग कहउचंती हसी हसीका, क्या अभी अभी तुमने अपना भाई नहीं खोया है। सांगे सांग कहउचंती, तमे एबे सांगे सांग किछि समय पूर्वरु तम भाई को तमे हरेइनो कि क्या यह सच नहीं है कि तुम किसी अदृश्य परमात्मा से अनेक प्रश्न पूछ रहे थे, जिसे तुम अपने भाई की मौत का जिम्मेदार मानते हो। से कहउचंदी सांगे सांग जे एरा सत नुह कि तमे जने अदृश्य परमात्मा को बारंबार प्रश्न पचारुच तम भाईर मृत्युर तांकु से ही दायी बोली तांकु जिम्मेदारी दउच। से कहउचंती, क्या तुमने कई बार उससे यह नहीं कहा कि ऐसा क्यों हुआ, क्यों तुम्हारे भाई ही तुमसे छीन लिया गया और कोई नहीं। ଯେତେବେଳେ ଏଇ ଜିନିଷ କହିଛନ୍ତି ପିଟର ରିସେଲୁ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ଯେ ତାଙ୍କୁ ଏଇ ସବୁ ଜିନିଷ କେମିତି ଜ୍ଞାତ ଅଛି, ସେ କେମିତି ଜାଣିଛନ୍ତି ଏ ବିଷୟରେ। ସେ ଆଶ୍ଚର୍ଯ୍ୟ ହେଇ ତାଙ୍କୁ ଅନେଇଛନ୍ତି। ତାପରେ ସେ କହିଛନ୍ତି, ଯେତିକି ସବୁ ତମ ଭାଇଙ୍କ ମୃତ୍ୟୁ ପରେ ତମେ ଯେତିକି ଦିନ ପ୍ରତ୍ୟେକ ରାତିରେ ଯୋଉ ଭଗବାନଙ୍କୁ ଈଶ୍ୱରଙ୍କୁ ତମେ ତମ ଭାଇର ମୃତ୍ୟୁର କାରଣ କହି ଆସିଛ, ଯୋଉ ପ୍ରଶ୍ନ ତମ ମନରେ ଉଙ୍କି ମାରିଛି, ବାରମ୍ବାର ତମେ ସେ ଠାକୁରଙ୍କୁ ପଚାରି ଚାଲିଛ, ସବୁ ପ୍ରଶ୍ନର ଉତ୍ତର ମୁଁ ତମକୁ ଦବାକୁ ଆସିଛି। ସେତେବେଳେ ସେ ତାକୁ ଏଇ ଆନ୍ସର ଦେଇଛନ୍ତି, मेरे पास तुम्हारे सभी प्रश्नों के उत्तर है, मैं तो एक संदेश वाहक हूँ। से कहते मैं तो एक संदेश वाहक हूँ, मुझे तुम्हारे सवालों के जवाब देने के लिए तुम्हारे पास भेजा गया है। तमर सबु प्रश्नर उत्तर देवा पई मते एठाको पठा जाइछि। जानते हो ना, ईसा मसीहा ने कहा था, ईसा मसीहा मीन्स जीसस ख्रिस्ट, से कहिचंती मांगो और वह तुम्हें मिल जाएगा, दस्तक दो और दरवाजा खुल जाएगा। जीसस ख्रिस्ट कहिचंती मागिबा शिख, मागिबा शिखिबा द्वारा आ मुह खोलिबा द्वारा। मागिबा शिखिबा अर्थ होची कोन, हमर भौतिक जीवन पई मागिबा कथा से कहउनांती, हमर आध्यात्मिक जीवनर उन्नति पई, हमर ज्ञान पई हम जेतेबेले हम मुह खोलिबा आरंभ करिबा,
ଯେ ମୋର ଜନ୍ମ ମୃତ୍ୟୁ ବିଷୟରେ ଜାଣିବାର ଅଛି, ମୃତ୍ୟୁ ପରେ କଣ ଜାଣିବାର ଅଛି, ଜ୍ଞାନ ଆଉ କିଛି ଗ୍ରହଣ କରିବାର ଅଛି, ସେତେବେଳେ ଈଶ୍ୱରଙ୍କର ଦରବାଜା ମାନେ ଈଶ୍ୱରଙ୍କର କବାଟ ଅଟୋମେଟିକ ଖୋଲିଯାଏ। ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଈଶ୍ୱରଙ୍କର ହାତ ଆପଣଙ୍କ ଦ୍ୱାରସ୍ଥକୁ ଆଗେଇ ଆସେ। ସେ ସେଇ ଜିନିଷ ଏଠି କହିଛନ୍ତି, ତୁମନେ ପୁଛା ବି और दस्तक भी दिया। ସେ କହୁଛନ୍ତି ତମେ ପଚାରିଲ ବି ଆଉ ଭଗବାନଙ୍କର କବାଟ ଖଟଖଟେଇଲ ବି। ସେଥିପାଇଁ ସେଇ ପରମେଶ୍ୱରଙ୍କର ସନ୍ଦେଶ ବାହକ ହୋଇ ମୁଁ ତମ ପାଖକୁ ଆସିଛି ତମ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପାଇଁ। ସେତେବେଳେ ସେ ଆଶ୍ଚର୍ଯ୍ୟ ହେଇଛନ୍ତି ପିଟର ରେସେଲୁ ଏବଂ ବିଶ୍ୱାସ କରିପାରୁନାହାନ୍ତି ତାଙ୍କ ପାଖରେ। ଏଟା ଅତୀବ ସ୍ୱାଭାବିକ କଥା। ଆମ ପାଖରେ ଯଦି ସେମିତି କେହି ଅଜଣା ଲୋକ ଆସି ଆମ ପାଖରେ ପହଞ୍ଚିବ, ଆମ ବିଷୟରେ ସବୁ କିଛି କହିବ, ଆମେ ବି ସେମିତି ଆଶ୍ଚର୍ଯ୍ୟ ହେଇଯିବା ଯେ ଇଏ କେମିତି ସବୁ କିଛି ଜାଣିଲେ, ୟାଙ୍କ ପାଖରେ କେମିତି ମୋ ବିଷୟରେ ସବୁ ଖବର ଅଛି। ସିଏ ବି ସେମିତି ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ଆଉ ତାପରେ ସିଏ କହିଛନ୍ତି, ମୁଁ ଆପଣଙ୍କୁ କେମିତି ବିଶ୍ୱାସ କରିବି ଯେ ଆପଣ ମୋର ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ। ତାଙ୍କୁ ସେ କ୍ୱେଶ୍ଚିନ୍ କରିଛନ୍ତି। ସେ କହୁଛନ୍ତି, जड़े जीते जागते और हाड़ मांस के बने हुए फिर भी तुम मेरे भाई को जानने की बात करते हो। ସେ କହୁଛନ୍ତି ତମେ ଗୋଟେ ମଣିଷ, ହାଡ ମାଂସର ମଣିଷ ହେଇ ତମେ ମୋ ଭାଇକୁ କେମିତି ଜାଣିଲ? ସେ ତ ତାର ମୃତ୍ୟୁ ଶଯ୍ୟାରେ କେତେ ଦିନ ହେଲାଣି ଯାଇ ସାରିଲାଣି। ସେ ଏଇ ଜିନିଷଟି କହୁଛନ୍ତି ସେଇ ସନ୍ଦେଶ ବାହକଙ୍କୁ। ତାପରେ ସେ କହିଛନ୍ତି, ମୁଁ ନିଶ୍ଚିତ ଭାବରେ ତମର ସବୁ ପ୍ରଶ୍ନର ଉତ୍ତର ଦେବି, କିନ୍ତୁ ତମକୁ ମତେ କିଛିଟା ସମୟ ଦବାକୁ ହବ। କିଛିଟା ସମୟ ଦେଲେ ମୁଁ ତମକୁ ବିଶ୍ୱାସ କରେଇଦେବି ମୁଁ କିଏ, ମୁଁ ଏଠିକି କୋଉଥିପାଇଁ ଆସିଛି, ଆଉ ତମର ସବୁ ପ୍ରଶ୍ନର ଉତ୍ତର ଯଦିବ ମୁଁ ତମକୁ ସବୁ ପ୍ରଶ୍ନର ଉତ୍ତର ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ ଯୋଗ୍ୟ କରେଇ ପାରିବି ନାହିଁ, କିନ୍ତୁ ମୋର ଏତିକି ବିଶ୍ୱାସ ଯେ ତମର ଯୋଉ ମନର ଭାବ ବର୍ତ୍ତମାନ ଅଛି, ସେ ମନର ଭାବକୁ ମୁଁ ନିଶ୍ଚିତ ଭାବେ ପରିବର୍ତ୍ତନ କରେଇଦେବି। ସେ ସେଇଠି କହିଛନ୍ତି। ଏତିକିରେ ରହିବା ମାଷ୍ଟର୍ସ। ୟାର ନେକ୍ସଟ ବହୁତ ସୁନ୍ଦର ଅଛି। କାଲି ଆମେ ସ୍ୱାଧ୍ୟାୟରେ ଜାଣିବା ସେ କଣ କରୁଛନ୍ତି ତାଙ୍କର ମନର ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ। ଆଉ ପଢା Thank you so ହବନି, much. ସରି Love ଏତିକି you. ରଖିଦବ କି? Love you.